ଆମ ଜାତୀୟ ଭାଗ ଏକ। ଆମ ଜାତୀୟ ଭାଗ ଏକ। ଆଚ୍ଛା କହିଲେ ଦେଖି, ଆମ ଜାତୀୟ ଫୁଲର ନାଁ କ'ଣ? ଆମ ଜାତୀୟ ଫୁଲର ନାଁ କ'ଣ? ପଦ୍ମ ଫୁଲ। ଜାତୀୟ ଫୁଲ କ'ଣ? ଠିକ୍ ଅଛି, ଆମର ଜାତୀୟ ଫୁଲ ହେଉଛି ପଦ୍ମ ଫୁଲ। ତାହେଲେ ଏବେ କୁହ, ଆମ ଜାତୀୟ ଧ୍ୱନି କ'ଣ? ଆମ ଜାତୀୟ ଧ୍ୱନି କ'ଣ? ଶଙ୍ଖ ଧ୍ୱନି। ମନେ ହେଲା, ଆମର ଜାତୀୟ ଧ୍ୱନି ହେଲା ଶଙ୍ଖ ଧ୍ୱନି। ଆମ ଜାତୀୟ ଖେଳ କ'ଣ? ଜାତୀୟ ଖେଳ ହକି। ମନେ ହେଉଛି, ଆମ ଜାତୀୟ ଖେଳ ହେଉଛି ହକି। ଆମ ଜାତୀୟ ଖେଳ କ'ଣ? ଆମ ଜାତୀୟ ପତାକାର ନାଁ କ'ଣ? ଆମ ଜାତୀୟ ପତାକାର ନାଁ କ'ଣ? ତ୍ରିରଙ୍ଗା ପତାକା। ଆମ ଜାତୀୟ ପତାକାର ନାଁ କ'ଣ? ଠିକ୍, ଆମ ଜାତୀୟ ପତାକାର ନାଁ ହେଉଛି ତ୍ରିରଙ୍ଗା ପତାକା। ଆମ ଜାତୀୟ ଆଦର୍ଶ ଉକ୍ତି କ'ଣ? ଆଦର୍ଶ ଉକ୍ତି ମାନେ ନ୍ୟାସନାଲ୍ ମୋଟୋ। ଆମର ଜାତୀୟ ଆଦର୍ଶ ଉକ୍ତି କ'ଣ? ସତ୍ୟମେବ ଜୟତେ। ମନେ ରଖ, ସତ୍ୟମେବ ଜୟତେ ହେଉଛି ଆମର ନ୍ୟାସନାଲ୍ ମୋଟୋ। ମନେ ହେଲା, ନ୍ୟାସନାଲ୍ ମୋଟୋ ବା ଆଦର୍ଶ ଉକ୍ତି ସତ୍ୟମେବ ଜୟତେ। ମନେ ହେଉଛି, ଆମର ଜାତିର ବା ଆମ ଜାତୀୟ ଆଦର୍ଶ ଉକ୍ତି ହେଲା ସତ୍ୟମେବ ଜୟତେ। ଆଉ ଥରେ କହତେ, ଆମର ନ୍ୟାସନାଲ୍ ମୋଟୋ କ'ଣ? ସତ୍ୟମେବ ଜୟତେ। ଆମ ଜାତୀୟ ସଙ୍ଗୀତ କ'ଣ? ଜାତୀୟ ସଙ୍ଗୀତ ଜନଗଣ ମନ ଅଧିନାୟକ। ଠିକ୍ ଅଛି, ଆମ ଜାତୀୟ ସଙ୍ଗୀତ କ'ଣ? ଆଉ ଥରେ କହତେ, ଆମ ଜାତୀୟ ସଙ୍ଗୀତ କ'ଣ? ତାହେଲେ ଏବେ ଆଉ ଗୋଟେ ପ୍ରଶ୍ନ ଆସିଲା, ଆମର ଜାତୀୟ ଗୀତ କ'ଣ? ଭାରତର ଜାତୀୟ ଗୀତ ଠିକ୍ ଅଛି, ବନ୍ଦେ ମାତରମ୍। ବନ୍ଦେ ମାତରମ୍, ଯେଉଁ ଗୀତଟା ବୋଲ, ବନ୍ଦେ ମାତରମ୍ ବନ୍ଦେ ମାତରମ୍ ସୁଜଳମ୍ ସୁଫଳମ୍। এই ଯେଉଁ ଗୀତଟା ହେଉଛି ଆମର ଜାତୀୟ ଗୀତ। ମନେ ହେଲା, ଭାରତର ଜାତୀୟ ଗୀତ ହେଉଛି ବନ୍ଦେ ମାତରମ୍। ଆଉ ଭାରତର ଜାତୀୟ ସଙ୍ଗୀତ କ'ଣ? ଆଉ ଥରେ କୁହ ତ, ଭାରତର ଜାତୀୟ ସଙ୍ଗୀତ କ'ଣ? ଠିକ୍ ଅଛି, ଭାରତର ଜାତୀୟ ଗୀତ କ'ଣ? ବନ୍ଦେ ମାତରମ୍। ଆମର ଜାତୀୟ ଦିବସ କେଉଁଟା? ଜାତୀୟ ଦିବସ ମନେ ରଖ, ଯେଉଁଟା ଆମର ସ୍ୱାଧୀନତା ଦିବସ ଅଗଷ୍ଟ 15 ତାରିଖ। ମନେ ହେଲା, ଅଗଷ୍ଟ 15 ତାରିଖଟା ହେଉଛି ଆମର ଜାତୀୟ ଦିବସ। ମନେ ହେଲା, ଅଗଷ୍ଟ 15 ହେଉଛି ଆମର ଜାତୀୟ ଦିବସ, ଯେଉଁଟା ଆମେ ପାଳନ କରୁଛୁ ଇଣ୍ଡିପେଣ୍ଡେନ୍ସ ଡେ। ଇଣ୍ଡିପେଣ୍ଡେନ୍ସ ଡେ ବା ସ୍ୱାଧୀନତା ଦିବସ ରୂପରେ ଯେଉଁଟାକୁ ପାଳନ କରୁଛୁ ଆମେ, ଯେଉଁ ଦିନଟି, ସେଟା ହେଉଛି ଅଗଷ୍ଟ 15। ଆଉ ଅଗଷ୍ଟ 15ଟା ହେଉଛି ଆମର ଜାତୀୟ ଦିବସ। ସେହିଭଳି ଆଉ ଗୋଟିଏ ଆମର ଜାତୀୟ ଦିବସ ରହିଛି, ଯେଉଁଟାକି ହେଉଛି ଆମର ଜାନୁଆରୀ 26 ବା ଗଣତନ୍ତ୍ର ଦିବସ ବା ସାଧାରଣତନ୍ତ୍ର ଦିବସ, ଯେଉଁଟା ଆମେ ପାଳନ କରୁଛୁ ଜାନୁଆରୀ 26 ତାରିଖ। ମନେ ହେଲା, ଆମର ଜାତୀୟ ଦିବସ ଗୁଡ଼ିକ ହେଲା ଅଗଷ୍ଟ 15 ଆଉ ଜାନୁଆରୀ 26। ଅଗଷ୍ଟ 15 ଆଉ ଜାନୁଆରୀ 26, ଏ ଦୁଇଟା ଦିନ ହେଲା ଆମର ଜାତୀୟ ଦିବସ। ଗୋଟେ ହେଉଛି ସ୍ୱାଧୀନତା ଦିବସ, ଯେଉଁଟାକି ଅଗଷ୍ଟ 15, ଆଉ ଗୋଟେ ହେଉଛି ଗଣତନ୍ତ୍ର ଦିବସ ବା ସାଧାରଣତନ୍ତ୍ର ଦିବସ, ସେଇଟା ହେଉଛି ଜାନୁଆରୀ 26। ଆମର ଜାତୀୟ ଫୁଲର ନାଁ କ'ଣ? ଆମର ଜାତୀୟ ଫୁଲ କ'ଣ? ପଦ୍ମ ଫୁଲ। ଆମର ଜାତୀୟ ଫୁଲ ହେଲେ ପଦ୍ମ ଫୁଲ। ଆମର ଜାତୀୟ ଗଛ କେଉଁଟା? ନ୍ୟାସନାଲ୍ ଟ୍ରି। ନ୍ୟାସନାଲ୍ ଟ୍ରି ହେଲା ବାନିୟାନ୍ ଟ୍ରି, ଯେଉଁଟାକି ଆମେ ବଟ ଗଛ ବୋଲି କହୁଛୁ। ମନେ ହେଲା, ଆମ ଜାତୀୟ ଗଛ ହେଲା ବଟ ଗଛ। କିନ୍ତୁ ଆମର ଜାତୀୟ ଫଳ କ'ଣ କହିଲ? ଆଉ ଥରେ କହିଲ, ଆମର ଜାତୀୟ ଫଳ କ'ଣ? ଆମ୍ବ। ମନେ ହେଲା, ଆମର ଜାତୀୟ ଫଳ ହେଉଛି ଆମ୍ବ, କିନ୍ତୁ ଜାତୀୟ ଗଛ ହେଉଛି
ବଟଗଛ ଯେଉଁଟାକି ବାନିୟାନ ଟ୍ରି ବୋଲି କୁହନ୍ତି, ବରଗଛ ବଟଗଛ ଯେଉଁଟା କହୁଛ है ना। ଭାରତର ଜାତୀୟ ନଦୀର ନାଁ କ'ଣ? ଜାତୀୟ ନଦୀର ନାଁ କ'ଣ? ଗଙ୍ଗା ନଦୀ। ମନେଲା ଆମର ଜାତୀୟ ନଦୀର ନାଁ ହେଉଛି ଗଙ୍ଗା। କ'ଣ ପାଇଁ ନା ଭାରତର ସବୁଠୁ ବଡ଼ ନଦୀଟା ହେଉଛି ଗଙ୍ଗା ହେଲା। ତ ଗଙ୍ଗା ହେଉଛି, ମନେ ରଖିବା ଆମେ, ଗଙ୍ଗା ହେଉଛି ଭାରତର ଜାତୀୟ ନଦୀ। ଆଚ୍ଛା କହିଲ ଗୋଟେ ବଢ଼ିଆ ଜିନିଷଟେ, ଆମ ଜାତୀୟ ପରିବାର ନାଁ କ'ଣ? ପରିବା, ଭେଜିଟେବଲ୍, ନ୍ୟାସନାଲ୍ ଭେଜିଟେବଲ୍ ଅଫ୍ ଇଣ୍ଡିଆ। ଭାରତର ଜାତୀୟ ପରିବାର ନାଁ କ'ଣ? ମନେ ରଖ ବୋଇତାଳୁ, ଯେଉଁଟାକି କଖାରୁ କୁହନ୍ତି, ଆମ ପଟେ ଏଠି ଆମେ ବୋଇତାଳୁ ବୋଲି ଯେଉଁଟା କହୁ, ବୁଝା ପଡ଼ୁଛି। ଯେଉଁଟାକୁ ଆମେ ବୋଇତାଳୁ ବୋଲି କହୁଛୁ, କିନ୍ତୁ ଆମେ ଓଡ଼ିଆରେ ଦେଖିଲେ ତାକୁ କଖାରୁ ବି କୁହନ୍ତି ହେଲା। ସେଇଟା ହେଲା ନ୍ୟାସନାଲ୍ ଭେଜିଟେବଲ୍ ବା ଆମର ଜାତିର ପରିବା। ଆମ ଜାତୀୟ ପରିବା ହେଉଛି ବୋଇତାଳୁ। ଭାରତର ଜାତୀୟ ଐତିହ୍ୟ ପ୍ରାଣୀର ନାଁ କ'ଣ? ଭାରତର ଜାତୀୟ ଐତିହ୍ୟ ପ୍ରାଣୀର ନାଁ ହାତୀ। ହାତୀ, ମନେ ରଖେ ହାତୀ ହେଉଛି ଭାରତୀୟ ଜାତୀୟ ଐତିହ୍ୟ ପ୍ରାଣୀର ନାଁ ହାତୀ। ହାତୀ ହେଉଛି ଭାରତର ଜାତୀୟ ଐତିହ୍ୟ ପ୍ରାଣୀ। ଭାରତର ଜାତୀୟ ପଶୁର ନାଁ କ'ଣ? ଭାରତର ଜାତୀୟ ପଶୁ କିଏ? ବାଘ। ମନେ ରହିଲା, ଭାରତୀୟ ଜାତୀୟ ପଶୁ ହେଉଛି ବାଘ। ଭାରତର ଜାତୀୟ ପକ୍ଷୀ କିଏ? ଭାରତର ଜାତୀୟ ପକ୍ଷୀ ମୟୂର। ଭାରତର ଜାତୀୟ ପକ୍ଷୀ, ଆଉ ଥରେ କୁହ, ଭାରତର ଜାତୀୟ ପକ୍ଷୀ କିଏ? ଭାରତର ଜାତୀୟ ପଶୁ କିଏ? ଭାରତର ଜାତୀୟ ପଶୁ, ଠିକ୍ ଅଛି, ବାଘ। ଭାରତର ଜାତୀୟ ସରୀସୃପ କିଏ? ଭାରତର ଜାତୀୟ ସରୀସୃପ, ସରୀସୃପ ମାନେ ହେଲା ଯେଉଁମାନେ ସବୁ ପେଟେଇ ପେଟେଇ ପେଟ ଉପରେ ଭାର ଦେଇକି ଚାଲନ୍ତି, ଯେମିତି ଝିଟିପିଟି, ନେଉଳ ହେଲା, ଏଗୁଡ଼ିକ ହେଲେ ସବୁ ରେପ୍ଟାଇଲ୍ସ ବା ସରୀସୃପ। ତାହେଲେ କୁହ ଭାରତର ଜାତୀୟ ସରୀସୃପର ନାଁ କ'ଣ? କିଙ୍ଗ କୋବ୍ରା। ମନେ ହେଲା, କିଙ୍ଗ କୋବ୍ରା, ଯେଉଁଟା ଆମେ କହୁ ଅହିରାଜ। ଅହିରାଜ ବା କିଙ୍ଗ କୋବ୍ରା ହେଉଛି ଭାରତର ଜାତୀୟ ସରୀସୃପ। ମନେ ହେଲା, ଭାରତର ଜାତୀୟ ସରୀସୃପ କିଏ? କିଙ୍ଗ କୋବ୍ରା। କିଙ୍ଗ କୋବ୍ରା ବା ତାକୁ ଆମେ କହୁ ଅହିରାଜ। ନ୍ୟାସନାଲ୍ ଲାଇବ୍ରେରୀ ବା ଭାରତର ଜାତୀୟ ପାଠାଗାର କେଉଁଟା? ନ୍ୟାସନାଲ୍ ଲାଇବ୍ରେରୀ ବା ଭାରତର ଜାତୀୟ ପାଠାଗାର କେଉଁଟା? କୋଲକାତା। ମନେ ରଖିବା, କୋଲକାତାର ଯେଉଁ ଲାଇବ୍ରେରୀ ରହିଛି ତାକୁ କୁହନ୍ତି ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ଇଣ୍ଡିଆ, କୋଲକାତା। ମନେ ହେଲା, ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ଇଣ୍ଡିଆ, କୋଲକାତା। ନ୍ୟାସନାଲ୍ ମ୍ୟୁଜିୟମ୍ କେଉଁଟା? ଭାରତର ନ୍ୟାସନାଲ୍ ମ୍ୟୁଜିୟମ୍ ଦିଲ୍ଲୀ। ମନେ ରଖିବ, ଦିଲ୍ଲୀ ମ୍ୟୁଜିୟମ୍ ହେଉଛି ଇଣ୍ଡିଆନ୍ ନ୍ୟାସନାଲ୍ ମ୍ୟୁଜିୟମ୍ ଦିଲ୍ଲୀ। ମନେ ହେଲା, ଇଣ୍ଡିଆନ୍ ନ୍ୟାସନାଲ୍ ମ୍ୟୁଜିୟମ୍ ଦିଲ୍ଲୀ, ଯେଉଁଟାକି ଦିଲ୍ଲୀରେ ରହିଛି ମ୍ୟୁଜିୟମ୍ଟା, ସେଇଟା ହେଉଛି ଭାରତର ଜାତୀୟ ମ୍ୟୁଜିୟମ୍। ମ୍ୟୁଜିୟମ୍ର ଅର୍ଥ ହେଉଛି ସଂଗ୍ରହାଳୟ। ସଂଗ୍ରହାଳୟ, ସେଠାରେ ବହୁତ ପୁରୁଣା ପୁରୁଣା ଜିନିଷ ସବୁ ସଂଗ୍ରହ ହୋଇକି ରହିଥାଏ। ସେଠାକୁ ଗଲେ ଆମେ ଦେଖିପାରିବା ହାତୀର ଦାନ୍ତ ଦେଖିପାରିବା, ପୂର୍ବ କାଳର ଲୋକମାନେ ଯେଉଁ ଲେଖୁଥିଲେ ତାମ୍ର ପଟା ହେଲା, ତମ୍ବା ପାତିଆରେ ଲେଖା, ତାଳପତ୍ର ଲେଖା, ଆଗକାଳର ମୁଦ୍ରା, ଆଗକାଳର କାଗଜ ପଇସା, ମାନେ ବହୁତ ଗୁଡ଼ିଏ ଜିନିଷ ସବୁ ଆମେ ଦେଖିପାରିବା। ବିଭିନ୍ନ ପ୍ରକାର ପଥର ଦେଖିପାରିବା। ତାପରେ ବହୁତ ଗୁଡ଼ିଏ ସବୁ ରହିଥିବା, କ'ଣ କହିଲ, ଆଗକାଳର ମାଟି ପାତ୍ର, ମୂର୍ତ୍ତି, ଏଗୁଡ଼ା ବହୁତ ଗୁଡ଼ିଏ ଜିନିଷ ଆମେ ଦେଖିପାରିବା। ସବୁ ପୁରୁଣା ପୁରୁଣା ଅସ୍ତ୍ରଶସ୍ତ୍ର, ଯୁଦ୍ଧ କେମିତି କରୁଥିଲେ ହେଲା, ଏଗୁଡ଼ିକ ସବୁ ଆମେ ଦେଖିପାରିବା। ତାପରେ ବିଭିନ୍ନ ପ୍ରକାର ପଶୁ ପକ୍ଷୀମାନଙ୍କୁ ବି ରଖାହେଇଥିବା ଆମେ ସେଠି ଦେଖିପାରିବା। ଭାରତର ଜାତୀୟ ପତଙ୍ଗ ବା ନ୍ୟାସନାଲ୍ ଇନସେକ୍ଟ ଅଫ୍ ଇଣ୍ଡିଆ କ'ଣ? ଭାରତର ଜାତୀୟ ପତଙ୍ଗ ନ୍ୟାସନାଲ୍ ଇନସେକ୍ଟ ଅଫ୍ ଇଣ୍ଡିଆ, ମନେ ରଖ, ବଟରଫ୍ଲାଏ ବା ପ୍ରଜାପତି। ବଟରଫ୍ଲାଏ ବା ପ୍ରଜାପତି ହେଉଛି ନ୍ୟାସନାଲ୍ ଇନସେକ୍ଟ ଅଫ୍ ଇଣ୍ଡିଆ, ଭାରତର ଜାତୀୟ ପତଙ୍ଗ। ମନେ ହେଲା,
ଭାରତର ଜାତୀୟ ପତଙ୍ଗ ହେଉଛି ପ୍ରଜାପତି। ଭାରତର ଜାତୀୟ ପତଙ୍ଗ କ'ଣ? ପ୍ରଜାପତି।